ରାତିରେ ଶୋଇବା ସମୟରେ ଆପଣଙ୍କ ନାଭି ଉପରେ ହାତ ରଖି କହିଦିଅନ୍ତୁ ଏହି ଦୁଇଟି ଶବ୍ଦ। ପୁରା ଦୁନିଆ ଆପଣଙ୍କ ହାତ ମୁଠାରେ ନାଚିବ। ଏତେ ପଇସା ରୋଜଗାର କରିବେ ଯେ ଆପଣ ସମ୍ଭାଳି ପାରିବେନି। ତା ସହିତ ଆପଣଙ୍କର ବର୍ଷ ବର୍ଷର ଦୁଃଖ ଦାରିଦ୍ରତା ଗରିବୀ ଖୁବ୍ ଶୀଘ୍ର ଦୂର ହୋଇଯିବ। କାହିଁକି ନା ଆପଣଙ୍କ ନାଭି ହିଁ ଆପଣଙ୍କର ଭାଗ୍ୟକୁ ନିର୍ଦ୍ଧାରିତ କରିଥାଏ ଏବଂ ଆପଣଙ୍କର ବନ୍ଦ ପଡ଼ିଥିବା ଭାଗ୍ୟକୁ ଚାବି ଦ୍ୱାରା ହିଁ ଖୋଲି ଦେଇଥାଏ। ଆପଣଙ୍କ ଜୀବନର ସବୁଠାରୁ ବଡ଼ ରହସ୍ୟ ମଧ୍ୟ ଆପଣଙ୍କ ନାଭିରେ ଲୁଚିକରି ରହିଥାଏ। ଆଉ ଏହା ସେହି ସ୍ଥାନ ଯେଉଁ ସ୍ଥାନରୁ ଶ୍ରୀ ବିଷ୍ଣୁଙ୍କର ନାଭିରୁ ପଦ୍ମ ବାହାରିଥିଲେ ଏବଂ ସେହି ପଦ୍ମ ଉପରେ ବ୍ରହ୍ମଦେବ ପ୍ରକଟ ହୋଇଥିଲେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣମାନେ କେବଳ ଆପଣଙ୍କ ନାଭି ଉପରେ ହାତ ରଖି ଏହି ଦୁଇଟି ଶବ୍ଦକୁ କହିବା ଦ୍ୱାରା ଆପଣଙ୍କର ଭାଗ୍ୟ ତୁରନ୍ତ ହିଁ ପରିବର୍ତ୍ତନ ହୋଇଯିବ। ଆପଣଙ୍କୁ କେବଳ ରାତିରେ ଶୋଇବା ସମୟରେ ଆପଣଙ୍କ ନାଭିକୁ ଛୁଇଁ ଏହି ଦୁଇଟି ଶବ୍ଦ କହିବା ପାଇଁ ପଡ଼ିବ। ଏପରି କରିନେବା ପରେ ବ୍ରହ୍ମାଣ୍ଡର ସମସ୍ତ ସୁଖ ଆପଣଙ୍କ ନିକଟରେ ରହିଯିବ ଏବଂ ଆପଣଙ୍କର ଧନଜନିତ ସମସ୍ୟା, ଋଣ କରଜ ଜନିତ ସମସ୍ୟା କିମ୍ବା ପାଠପଢ଼ାରେ ଉନ୍ନତି ପାଇଁ ନଚେତ୍ ଆପଣଙ୍କ ବେପାର ବାଣିଜ୍ୟଟି ଭଲରେ ଚାଲି ଉଠିବ ଏବଂ ଆପଣଙ୍କର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଆପଣ କେବେ ହେଲେ ବି ସ୍ୱପ୍ନରେ ଭାବିପାରିବେ ନାହିଁ କି ଆପଣଙ୍କର ପରିବାରଟି ଏତେ ମାତ୍ରାରେ ଉନ୍ନତି କରୁଛି। ଦର୍ଶକ ବନ୍ଧୁ, ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଉପାୟଟି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଏତେ ମାତ୍ରାରେ ରହିବ ଯେ ଆପଣମାନେ ଯେଉଁ ଜାଗାରେ ହାତ ଦେବେ ସେଠାରୁ କେବଳ ଧନର ଆଗମନ ହେବ। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି ଯେତେବେଳେ ଗୋଟିଏ ସନ୍ତାନଟି ମାର ଗର୍ଭରେ ରହିଥାଏ ତେବେ ନାଭି ଦ୍ୱାରା ହିଁ ସେହି ସନ୍ତାନକୁ ପୋଷଣ ମିଳିଥାଏ। ଜୀବନର ପ୍ରଥମ ଦ୍ୱାର ବି ନାଭି ହୋଇଥାଏ। ଯେତେବେଳେ ଆପଣମାନେ ନିଜ ନାଭି ଉପରେ ହାତ ରଖି ଏହି ଦୁଇଟି ଚମତ୍କାରୀ ଶବ୍ଦ କହିବେ ତେବେ ଆପଣଙ୍କର ଏକାଗ୍ରତା ଏବଂ ସକାରାତ୍ମକ ଶକ୍ତି ଗୋଟିଏ ଜାଗାରେ କେନ୍ଦ୍ରିତ ହେବ ଏବଂ ଯେତେବେଳେ ଆପଣଙ୍କ ଏକାଗ୍ରତା କେନ୍ଦ୍ରିତ ହେବା ଆରମ୍ଭ କରିଦେବ ତେବେ ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ଆପଣଙ୍କ ଆଡ଼କୁ ଆକର୍ଷିତ ହେବା ଆରମ୍ଭ ହୋଇଯିବ। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି କ୍ଷୁଦ୍ର ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି ଆଜିର ସମୟରେ ଧନର କେତେ ଆବଶ୍ୟକତା ରହିଛି। ଧନ ବିନା କୌଣସି କାର୍ଯ୍ୟ ସମ୍ଭବପର ନୁହେଁ। ସେଥିପାଇଁ ଯଦି ଆପଣଙ୍କୁ କେବଳ ଧନ ହିଁ ଆକର୍ଷିତ କରିଆସିବ ତେବେ ଆପଣଙ୍କ ଜୀବନରେ ବହୁତ ଉନ୍ନତି ଆସିବା ସହିତ ଆପଣଙ୍କ ପରିବାରଟି ମଧ୍ୟ ବହୁତ ଉନ୍ନତି କରିବେ ଏବଂ ଆପଣମାନେ ଏହି ଚମତ୍କାରୀ ଶବ୍ଦଟିକୁ କହିଦେବା ଦ୍ୱାରା ଆପଣଙ୍କର ଭାଗ୍ୟ ମଧ୍ୟ ରାତାରାତି ପରିବର୍ତ୍ତନ ହୋଇଯିବ। ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ଯେ ନାଭି ଉପରେ ହାତ ରଖି ଏମିତି କେଉଁ ଦୁଇଟି ଶବ୍ଦକୁ କହିବା ଦ୍ୱାରା ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଦେଖନ୍ତୁ, ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନରେ ସୁଖରେ ଚଳିବା ପାଇଁ ଅନେକ ସାରା କାର୍ଯ୍ୟ କରିଥାନ୍ତି ଏବଂ ଟଙ୍କାକୁ ରୋଜଗାର କରିବା ପାଇଁ ସେ ରାତିଦିନ ପରିଶ୍ରମ କରିଥାନ୍ତି ଏବଂ ଦୁଃଖର କଥା ଏଇଆ ଅଟେ ଯେ ସେହି ମଣିଷକୁ ସେତିକି ମିଳିନଥାଏ ସିଏ ଯେତିକି କଠିନ ପରିଶ୍ରମ କରିଥାଏ ଏବଂ ଏହା ସେଇମାନେ ହୋଇଥାନ୍ତି ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିନଥାଏ। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଦି ଓଳି ଦି ମୁଠା ଖାଇବା ପାଇଁ ମଧ୍ୟ ବହୁତ ସଂଘର୍ଷ କରିଥାନ୍ତି। କାହିଁକି ନା ସେହି ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିନଥାଏ ଏବଂ ବ୍ରହ୍ମାଣ୍ଡର ସମସ୍ତ ନକାରାତ୍ମକ ଶକ୍ତି ସେହି ବ୍ୟକ୍ତି ଉପରେ ପଡ଼ିଯାଇଥାଏ, ଯାହାଦ୍ୱାରା ସେହି ବ୍ୟକ୍ତିଟି ବହୁତ ଦୁଃଖ କଷ୍ଟରେ ନିଜ ଜୀବନଟିକୁ ଅତିବାହିତ କରିଥାଏ। ଯାହାଦ୍ୱାରା ସେହି ମଣିଷଟି ଯେତେ କଠିନ ପରିଶ୍ରମ କରିନେଲା ପରେ ବି ସେହି ପରିଶ୍ରମର ମୂଲ୍ୟ ସେହି ବ୍ୟକ୍ତିଟିକୁ ମିଳିନଥାଏ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ମଧ୍ୟ କିଛିଟା ବିଶେଷ ଉପାୟକୁ କରିନେଉଛନ୍ତି ତେବେ ଆପଣଙ୍କର ଭାଗ୍ୟ ମଧ୍ୟ ବଦଳି ଯାଇପାରେ ଏବଂ ଆପଣଙ୍କର ବନ୍ଦ ପଡ଼ିଥିବା ଭାଗ୍ୟ ଖୋଲିବାର ସମ୍ଭାବନା ରହିଥାଏ। କାହିଁକି ନା ଯେଉଁ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ ସହିତ ନାରାୟଣଙ୍କ ଆଶୀର୍ବାଦ ରହିଯାଇଥାଏ ସେହି ବ୍ୟକ୍ତିଟି ତା ଜୀବନରେ ବହୁତ ଉନ୍ନତି କରିବା ସହିତ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ। ତେବେ ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି ଏହି ଭିଡ଼ିଓଟି ଶେଷ ହେବା ପରେ ଆପଣମାନେ ଆଜିଠାରୁ ହିଁ ଏହି ଉପାୟଟିକୁ କରିବା ଆରମ୍ଭ କରିଦିଅନ୍ତୁ। ଦେଖିବେ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ।
आपण विश्वास करिपारिबे नाही ଏହି ଉପାୟଟିର ଏତେ ମାତ୍ରାରେ ଚମତ୍କାରୀ ଶକ୍ତି ରହିଛି ଯେ ଆପଣ ମାନେ ଯାହା ଚାହିଁବେ ତାହା ପାଇବେ। ତେବେ ଆପଣ ମାନେ ଆଜିର ଭିଡିଓଟି ଦେଖି ସାରିବା ପରେ ଆପଣଙ୍କର ଭାଗ୍ୟ ମଧ୍ୟ ଚମକିବାକୁ ଲାଗିବ। ଆପଣଙ୍କ ସମସ୍ତ ପ୍ରକାରର ସୁଖ ସୁବିଧା ମିଳିବା ସହିତ ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ ହୋଇଯିବ। କାହିଁକି ନା ଏପରି କଥା ଆପଣମାନଙ୍କ ଆଗରୁ କେଉଁଠୁ ଶୁଣିବା ପାଇଁ ମିଳିନଥିବ ଏବଂ ଆପଣ ମାନେ ଏହି ଉପାୟଟି ଜାଣିବା ପରେ କେବଳ ନିଜେ ହିଁ ଚୁପଚାପ ଏହି ଉପାୟଟିକୁ କରିଦେବେ। ଦେଖିବେ ଆଗାମୀ ସମୟରେ କେତେ ମାତ୍ରାରେ ଉନ୍ନତି ହେଉଛି। ଯଦି ଆପଣ ମାନେ ଅଜାଣତରେ ଏହି ଉପାୟଟି କରିବା ସମୟରେ କାହାକୁ କହିଦେଉଛନ୍ତି ତେବେ ଆପଣଙ୍କର ସମସ୍ତ କାର୍ଯ୍ୟ ଅଟକି ଯାଇପାରେ। ତେବେ ଆସନ୍ତୁ ସେହି ଦୁଇଟି ଚମତ୍କାରୀ ଶକ୍ତି ବିଷୟରେ ଜାଣିବା। ଏହା ପୂର୍ବରୁ ଯଦି ଆପଣ ମାନେ ଭିଡିଓଟିକୁ ଲାଇକ୍ କରିନାହାନ୍ତି ଭିଡିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖି ଦିଅନ୍ତୁ ଏବଂ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ଆମର ସନାତନ ଧର୍ମରେ ଏମିତି କିଛି ମନ୍ତ୍ର ଅଛି ଯାହାକୁ ପାଠ କରିବା ଦ୍ୱାରା ଆମ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହିତ ସୁଖର ଆଗମନ ହୋଇଥାଏ। ଆପଣ ମାନେ ସେହି ଉପାୟକୁ କରିବା ଦ୍ୱାରା ଆପଣଙ୍କର ମସ୍ତିଷ୍କ ମଧ୍ୟ ଏକାଗ୍ରତା ହୋଇଯିବ ଏବଂ ଆପଣଙ୍କ ଘରେ ଯାହାବି କିଛି କଳି ଝଗଡ଼ା ମନ ମତାନ୍ତର ଲାଗିଥିଲେ ମଧ୍ୟ ସେସବୁରେ ମଧ୍ୟ ଶୁଭତା ଆସିବ ଏବଂ ଆପଣଙ୍କର ରାତାରାତି ଭାଗ୍ୟରେ ପରିବର୍ତ୍ତନ ଆସିବ। ସବୁଠାରୁ ବଡ଼ କଥା ହେଲା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହିବ, ଯାହାଦ୍ୱାରା ଆପଣ ମାନେ ଯେଉଁ ବି କାର୍ଯ୍ୟରେ ହାତ ଦେବେ ସେଥିରେ ଆପଣଙ୍କୁ ସଫଳତା ମିଳିଯିବ। ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଅଧିକ ପଇସାକୁ ରୋଜଗାର କରିଥାନ୍ତି କିନ୍ତୁ ତାପରେ ବି ସେମାନଙ୍କୁ ଦୁଃଖ ଦାରିଦ୍ରତାର ସାମ୍ନା କରିବାକୁ ପଡ଼ିଥାଏ। ଏହାର କାରଣ ହେଉଛି ମା ଲକ୍ଷ୍ମୀ ସେହି ବ୍ୟକ୍ତି ଉପରେ ପ୍ରସନ୍ନ ନାହାନ୍ତି। ସେଥିପାଇଁ ଯେଉଁମାନେ ବି ଏହି ଭିଡିଓଟିକୁ ଦେଖୁଛନ୍ତି ଯଦି ଆପଣ ମାନେ ଥରେ ମାତ୍ର ଏହି ଉପାୟଟିକୁ ପରୀକ୍ଷା କରିବେ ତେବେ ମଧ୍ୟ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହିବ। ଯଦି ଆପଣ ମାନେ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ଭକ୍ତିର ସହିତ ଏହି ଉପାୟଟିକୁ କରିଦେଉଛନ୍ତି ତେବେ ଆପଣଙ୍କ ଜୀବନରୁ ବର୍ଷ ବର୍ଷର ଦୁଃଖ କଷ୍ଟ ଏବଂ ଋଣ କରଜ ମଧ୍ୟ ଖୁବ୍ ଶୀଘ୍ର ଶୁଝିଯିବ। କାହିଁକି ନା ଯେଉଁ ଉପାୟଟି ମୁଁ ଆପଣମାନଙ୍କୁ ବତାଇବା ପାଇଁ ଯାଉଛି ଏହାକୁ କରିବା ଦ୍ୱାରା ଆପଣଙ୍କର ବର୍ଷ ବର୍ଷର ଦୁଃଖ କଷ୍ଟକୁ ମଧ୍ୟ ଦୂର କରିବାର କ୍ଷମତା ରଖିଥାଏ। ସମସ୍ତଙ୍କର ଏହି ଗୋଟିଏ ଆଶା ରହିଥାଏ କି ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ସେମାନେ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବେ ଏବଂ କିଛି ଲୋକଙ୍କର ଆଶା ହିଁ ପୂରଣ ହୋଇଥାଏ। ତେବେ ଦର୍ଶକ ବନ୍ଧୁ ସେହି ଉପାୟଟି ହେଉଛି ଆପଣ ମାନେ ରାତିରେ ଶୋଇବାକୁ ଯିବା ସମୟରେ ଗୋଟିଏ ଗୋଟା ଲବଙ୍ଗକୁ ସାଙ୍ଗରେ ନେଇଯିବେ ଏବଂ ସେହି ଲବଙ୍ଗଟିକୁ ଆପଣଙ୍କ ନାଭି ଉପରେ ରଖିଦେବେ। ସେହି ଲବଙ୍ଗ ଉପରେ ଆପଣଙ୍କର ଡାହାଣ ହାତଟିକୁ ରଖି କେବଳ ଦୁଇଟି ଚମତ୍କାରୀ ଶବ୍ଦକୁ କହିବା ପାଇଁ ପଡ଼ିବ। ସେହି ଦୁଇଟି ଚମତ୍କାରୀ ଶବ୍ଦ ହେଉଛି ଓମ୍ ରିନ୍। ତେବେ ଆପଣ ମାନେ ଭଲ କି ଶୁଣନ୍ତୁ, ସେହି ଶବ୍ଦଟି ହେଉଛି ଓମ୍ ଆଉ ଗୋଟିଏ ହେଉଛି ରିନ୍। ଓମ୍ର ଅର୍ଥ ହେଉଛି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଶକ୍ତି ଆଉ ରିନ୍ର ଅର୍ଥ ସ୍ୱାସ୍ଥ୍ୟ ଏବଂ ଶକ୍ତିର ବୀଜ ମନ୍ତ୍ର। ସେଥିପାଇଁ ଆପଣ ମାନେ ଯେତେବେଳେ ବି ଶୋଇବାକୁ ଯାଉଛନ୍ତି ବେଡ୍ ଉପରକୁ ଯିବା ପୂର୍ବରୁ ଆପଣ ମାନେ ଗୋଟିଏ ଗୋଟା ଲବଙ୍ଗକୁ ସାଥିରେ ନେଇଯିବେ ଏବଂ ସେହି ଲବଙ୍ଗଟିକୁ ଆପଣଙ୍କ ନାଭି ଉପରେ ରଖି ନାଭି ଉପରେ ଡାହାଣ ହାତଟିକୁ ରଖିଦେବେ ଏବଂ ଏହା ପରେ ଏହି ଦୁଇଟି ଶବ୍ଦକୁ ମନେ ମନେ ଉଚ୍ଚାରଣ କରିବେ, ନଚେତ୍ ଆପଣଙ୍କ ମୁହଁରେ ମଧ୍ୟ ଉଚ୍ଚାରଣ କରିପାରିବେ ଏବଂ ଆପଣ ମାନେ ଯେଉଁ ବି ଇଷ୍ଟ ଦେବତାଙ୍କୁ ମାନୁଛନ୍ତି ତାଙ୍କୁ ଧ୍ୟାନ କରିବେ। ଏହା ପରେ 7 ଥର ନିଶ୍ୱାସକୁ ଗ୍ରହଣ କରିବେ। ତେବେ ସେହି ନିଶ୍ୱାସକୁ ଛାଡ଼ିବା ସମୟରେ ଆପଣ ମାନେ ଏହି ଶବ୍ଦଟିକୁ 3 ଥର ଉଚ୍ଚାରଣ କରିବେ। ଆପଣ ମାନେ କେବଳ ଏତିକି କହିନେବା ଦ୍ୱାରା ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଶକ୍ତି ଏକାଗ୍ରତାର ସହିତ ଆପଣଙ୍କୁ ସାହାଯ୍ୟ କରିବ। ଯେଉଁମାନଙ୍କର ଶରୀର ଅସୁସ୍ଥ ହେଉଥିଲା କିମ୍ବା ସେମାନଙ୍କୁ ବହୁତ ବଡ଼ ରୋଗର ସାମ୍ନା କରିବାକୁ ପଡୁଥିଲା ତେବେ ଆଗାମୀ ସମୟରେ ସେମାନଙ୍କର ସ୍ୱାସ୍ଥ୍ୟରେ ମଧ୍ୟ ପରିବର୍ତ୍ତନ ଆସିବ। ଦର୍ଶକ ବନ୍ଧୁ ଏହା ତ ଥିଲା ପ୍ରଥମ ଉପାୟ ଏବଂ ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ସୁଧୁରି ଯାଇଥାଏ।
दर्शक बंधु यह तो थिला प्रथम उपाय। एबे आसंतु जानिबा द्वितीय उपाय विषय रे। द्वितीय उपायटी सेई मानक पई जेउ माने निज जीवन रे धनवान हेबार आशा रखिथांती। जदि आपण माने चाहुथांती जे मां लक्ष्मी सहित नारायण आशीर्वाद आपणक उपरे एवं आपणक परिवार उपरे सदा सर्वदा बनी रहु, तेबे आपण माने एही द्वितीय उपायटी को थरे मात्र परीक्षा करी देखंतु। एवं जदि आपणक उपरे थरे मात्र मां लक्ष्मींकर आशीर्वाद रहीजिब, तेबे आपण माने अल्प परिश्रम रे मध्य अधिक टंका को रोजगार करि परिबे। एवं एही उपायटी एते चमत्कारी शक्ति रे भरी होई रहिछि जे आपण माने अल्प परिश्रम रे अधिक टंका को रोजगार करि परिबे। एवं आपण माने एही उपायटी को प्रत्येक शुक्रवार दिन राति रे करिबे। तेबे आपण माने एही उपायटी को बहुत ध्यान सहकारे सुनंतो। प्रथमे तो आपण माने गोटे चांदीर मुदी को धारण करिबे। जदि आपणक पाखरे चांदीर मुदी नाही, तेबे तुरंत ही गोटे चांदीर मुदी को आनिकरी धारण करंतो। आपण माने हुए तो जानि नथिबे कि चांदीर संबंध शुक्र ग्रह सहित होइथाए एवं मां लक्ष्मींकर कारक ग्रह हेउचंती शुक्र ग्रह। एवं जो व्यक्तिंकर शुक्र ग्रहटी मजबूत रही थाए, से व्यक्ति ता जीवन रे धन धान्य रे परिपूर्ण होई जाए। सेथिपाई जो माने भी तांकर शुक्र ग्रह को मजबूत करबा पई चाहुचंती, तेबे निश्चित भाव रे एही उपायटी को करिकि देखंतो। सेथिपाई आपण माने शुक्रवार दिन राति रे सोइबा समय रे आपणकर हाथरो सेही चांदीर मुदीटी को काढी आपणकर नाभि उपरे रखिबे एवं सेही मुदी उपरे आपणक डाहाण हाथटी को रखी सेही मंत्रटी को कही देबे। एवं सेही दुईटी शब्द हेउची श्री जी। आउ थरे कही रखुची, सेही दुईटी शब्द हेउची श्री जी। एही शब्दटी को आपण माने केवल 21 थर जप करिबे एवं 21 थर जप करि सारिबा परे गभीर निश्वास को छाड़ी देबे एवं निजे मने मने कहिबे जे मु बहुत धनवान व्यक्ति अटे। एवं आपण माने मने मने स्मरण करिबे जे मु बहुत धनवान बनी सारिछि एवं निजे निजे को कहिबे जे मो पाखको धनर आगमन होइछि। एपरि कहिबा द्वारा आपणकर समस्त मनस्कामना पूर्ण होइजिब। आपण माने केवल एतिकी करिनेबा द्वारा ब्रह्मांडर समस्त शक्ति एकाग्रता होई आपणक जीवन रे प्रवेश करिब एवं आपणकर समस्त कार्य को शुभ मंगल करिदेब। एवं एही उपायर एते चमत्कारी शक्ति रही जे आपण माने जहा भाविबे ताहा पाइबे। जदि भी आपणकर एही उपायटी करिबा द्वारा मां लक्ष्मी प्रसन्न होई जाउछंती, तेबे आपणकर परिवारटी धन धान्य रे परिपूर्ण होई जिबा। दर्शक बंधु आउ गोटिए कथा, आपण माने जेते बेले भी एही उपायटी को करूछंती, तेबे संपूर्ण निष्ठा एवं भक्तिर सहित एही उपायटी को पालन करिबे। जदि आपण माने मनरे अविश्वास रखी एही उपायटी को पालन करिबे, तेबे आपण माने जेते चेष्टा करिले मध्य आपणको सेथिरो कोनोसी शुभ फल मिली परिबो नाही। सेथिपाई आपण माने सोइबा पूर्वरो एही उपायटी को करि परिबे एवं एही उपायटी को आपण माने केवल गुप्त रे ही करि परिबे, काहाको भी एही उपायटी जणाइबे नाही। जदि भी आपणक पाखरे किए सोइचंती से जानिले कोनोसी असुविधा नाही, किंतु आपण माने अलगा काहाको भी एही उपायटी जणाइबे नाही। आपण माने एही उपायटी को आरंभ करिबा परे ही निजे अनुभव करिबे खूब कम समय मध्यरे आपणक जीवन रे परिवर्तन आसुछि। तेबे दर्शक बंधु आशा करुछि आजिर एही भिडियोटी आपण मानकर निश्चित भाव रे काम रे आसीथिबो। जदि आपण माननको भिडियोटी भल लागि थाए भिडियोटी को लाइक करी कमेंट बॉक्स रे जय मां लक्ष्मी जय जगन्नाथ अवश्य लिखि दियंतो एवं चैनल टी रे नुआ थिले चैनल टी को सब्सक्राइब करि दियंतो। आजि पई रहुछि नमस्कार।